ଚାହିଁଲେ ସମସ୍ତେ ଡିଭୋର୍ସ କରିପାରିବେ, କିନ୍ତୁ ଅପସନ୍ ହିଁ କିଛି ନଥାଏ ସେତେବେଳେ ଯେ ଆମେ ଅପସନ୍ ଚଏସ୍ କରିବା। କିନ୍ତୁ ଏବେକା ଡେଟ୍ରେ ସମସ୍ତେ ଚଏସ୍ କରୁଛନ୍ତି ଯେ ଅପସନ୍ ଅଛି ଡିଭୋର୍ସ କରିବାର, ତ କାହିଁକି କରିବା ନାହିଁ, କରିବା। ଏ ଅପସନ୍ ହିଁ ନଥିବା ଦରକାର। ଆଉ ଅତୀତର ପ୍ରେମ ଆମକୁ କାଳ କାହିଁକି ହେଇଯାଏ? ଆପଣମାନେ ତ ବୁଝିପାରିଥିବେ ଯେ ଅତୀତରେ ଆପଣମାନେ ଯାହା ଯାହା ସବୁ ଭୁଲ କରିଛନ୍ତି, ଆପଣଙ୍କର ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ମାନଙ୍କ ସହିତ ମିଶିକି ଯେଉଁ ରିଲେସନରେ ଥିଲେ ସେ ରିଲେସନ ଭାଙ୍ଗିଗଲା, ଆଉ କାହା ସହିତ ତମର ମ୍ୟାରେଜ ହେଇଗଲା। ଯାହା ସହିତ ମ୍ୟାରେଜ ହେଉଛି ସେ ଯଦି ଜାଣିବ କି ତମେ ଅତୀତରେ ଆଉ ଜଣଙ୍କୁ ଭଲ ପାଉଥିଲ, ତ ଭବିଷ୍ୟତରେ ତମ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବ। ମନେ ରଖିଥିବ କେବେ ବି। ଆମେ ଭାବୁଛୁ ଠିକ ଅଛି, ସମସ୍ତେ ଜାଣୁଛୁ ଠିକ ଅଛି ଯେ ଆମେ ଯାହାକୁ ଗୋଟେ କଥା ମନେ ରଖିଥିବ, ଆମେ ଯାହାକୁ ପ୍ରେମ କରୁଛୁ ସେତେବେଳେ ଲାଗେ ଯେ ମୁଁ ମୋ ଲାଇଫ ପାର୍ଟନର ହିଁ, ଭଗବାନ ମୋ ପାଇଁ ଆକୁ ହିଁ ପଠାଇଛନ୍ତି, ମୁଁ ଆକୁ ହିଁ ବାହା ହେବି। ଏ ଯଦି ବାହା ନ ହେବ ତ ଆଉ ଦୁନିଆରେ ମୁଁ କାହାକୁ ବାହା ହେବି ନାହିଁ। କିନ୍ତୁ କିଛି ଦିନ ଗଲା ପରେ ଲାଗେ ଯେ ଇଏ ମୋ ଭାଗ୍ୟରେ ନାହିଁ, ଏ ମୋତେ ମିଳିବ ନାହିଁ, ଆଉ କିଏ ଅଛି ମୋ ଭାଗ୍ୟରେ, ଏମିତି ଲାଗିବ। କିନ୍ତୁ ନୂଆ ନୂଆ ଲାଗିବ ଯେ ଭଗବାନ ମୋ ପାଇଁ ଆକୁ ପଠାଇଛନ୍ତି, ଯେ ମୁଁ ଆକୁ ଲଭ୍ କରିବି, ଆକୁ ବାହା ହେବି। ଏମିତି ବହୁତ ସାରା ସ୍ୱପ୍ନ ଦେଖିଥାଉ ଆମେ, ଆଉ ତା ସହିତ ଏତେ ମାତ୍ରାରେ କନେକ୍ଟ ହେଇଯାଉ, ଏତେ ମାତ୍ରାରେ ସେ ଭିତରକୁ ପଶିଯାଉ ଯେ ତା ସହିତ ନ କରିବା କାମ ବି କରିଥାଉ। ବଟ୍ କିଛି ଦିନ ଗଲା ପରେ ଆମେ ଜାଣୁ ଯେ ମୁଁ ତା ଲାଇଫ ଖରାପ କରିଦେଲି, ସେ ଭାବିବ ଯେ ମୋ ଲାଇଫ ଖରାପ କରିଦେଲା। ଆମେ ପ୍ରେମ ତ ପବିତ୍ର ଥିଲା, କିନ୍ତୁ ସେ ପବିତ୍ର ନାଁରେ ଆମେ ପାପ କରି ବସିଲୁ, ଆଉ ପାପ କରିଲା ପରେ ଜାଣିଲୁ ଯେ ଇଏ ମୋ ଭାଗ୍ୟରେ ନାହିଁ, ସେ ମୋ ଭାଗ୍ୟରେ ନାହିଁ। ଆମ ସମ୍ପର୍କକୁ ଭାଙ୍ଗିବାକୁ ପଡ଼ିଲା, ପାପର ଭାଗିଦାର ଆମେ ଦୁହେଁ ହେଇଗଲୁ। ଆଉ ଭବିଷ୍ୟତରେ ଅତୀତରେ ତାକୁ ଛାଡ଼ିକି ଭବିଷ୍ୟତରେ ଆଉ ଜଣଙ୍କ ସହିତ ମ୍ୟାରେଜ ଫିକ୍ସ ହେଇଗଲା। ମ୍ୟାରେଜ ହେଇଗଲୁ, କେତେ ଦିନ ତ ଖୁସିରେ ଥିଲୁ, ବହୁତ ସାରା